ଶୁଣିଲେ ନାନା ଦୋଷୁ ହୋଇପାର ଦ୍ୱିତୀୟା ଓଷାର ମତେ ଭାଙ୍ଗି ମରିଛି ଅବିବାହିତୀ ନାରୀ କାଳ ପୁରୁଷ ପେଟ ହରା ସ୍ତ୍ରୀ ଫଳା ଫଳ ବନ୍ଧ୍ୟା ଦେଲେ ପକାଇ ସୂର୍ଯ୍ୟମଣ୍ଡଳ ବୋଲି ରାଜାୟ ଯେତେ ସବୁରି ଆନନ୍ଦ ପ୍ରସନ୍ନ ଚିତେ ଧର୍ମଙ୍କ ପତ୍ନୀ ଯେ ଧର୍ମ କୁମର ଦର୍ଶନ ପାଇଁ ଧାଇଲେ ନର ହେଲା ଶେଷ ଗୀତେ କହିଲେ କାଷ୍ଟା ମନରେ ନ ଦେଖି ଦୁଇ ମହାକାଷ୍ଟ ବୁଦ୍ଧି କଲା ଶିଆଳ ଗୋଟି କ୍ରୋଟରେ ପଶିଲା ଦୈବେର ଜାଳ ଗୋଟି ଜ୍ୟେଷ୍ଠ ଶିଆଳ ଗୋଟି ଜ୍ୟେଷ୍ଠ ଆସି ହେଲା ଶାଳବତୀ ତାର ନାମ ହୋଇଲା ଶାଳବତୀ ହଟେ ବଡ ଭଉଣୀ ମନ୍ତ୍ରୀ ଚରଣେ ଆସ ପ୍ରସ୍ତାବେ କହେ ବଳରାମ ଭାରିଜାର ଯେତେ କହିଲେ ଜନମ ହଉ ଯେ ସବୁ ମଲେ ନାନା ବିଧିରେ ନ ବଞ୍ଚିଲେ କିଛି ଶାଳବତୀ ପୁତ୍ରମାନ ଦେଖି ମନେ ହେଉଥାଏ ସେ ମହାଦୁଃଖୀ ମୋହ ସାନ ହୋଇ ଏମନ୍ତ ହେଲା ଅପୂର୍ବ ପୁତ୍ରମାନ ଜାତ ହେଲା ଏମନ୍ତ ବିଚାରୀ ମନ୍ତ୍ରୀର ନାରୀ ପୁତୁରାଙ୍କୁ ଦେଖି ହୁଏ ବିଦାରୀ ପୂର୍ବରେ ଯାହାର ଅର୍ଜିତ ନାହିଁ ତେଣିକି ଡାକିଲା ତେଣିକି ଗଲେ ସବୁଙ୍କୁ ମାରି କଲା ଖଣ୍ଡ ଖଣ୍ଡ ସ୍ୱରୂପ ହୋଇ ମାୟାର ପିଣ୍ଡ ମାରି ଦାସିଙ୍କି ବୋଇଲା ସବୁରି ମୁଣ୍ଡ ଚାଙ୍ଗୁଡା ଗୋଟିକେ କରଲ ରୁଣ୍ଡ ପୁଣି ତାଙ୍କୁ କେଉଁ ଗୁଣେ ସରି ଦେଇଛନ୍ତି ଏବେ ଏତେ ସମାଗିରି ଯେତେକ ଥିଲେ ଗୋଟିଏ ଗୋଟିଏ ଘରେ ହୋଇଲେ ଦୁତି ବାହନ ରଖିବେ ଯାହାକୁ ମାଉସୀ ମାରଇ ଆଉ କାହିଁ ତାହାଙ୍କୁ କୋଳେକେ କାଖେ ବସିଲେ ଯାଇ ମାତାଙ୍କୁ ମାଗିଲେ ଖାଇବା ପାଇଁ ମାତା ବୋଇଲେ ଶୁଣ କରି ଖାଅ ଯେତେକ ମୁଣ୍ଡ ଚାଙ୍ଗୁଡିରେ ଥିଲା ସେତେକ ସବୁ ନଡିଆ ହୋଇଲା ନଡିଆ ଯାକ ଭାଙ୍ଗିଣ ଖାଇଲେ ସପନ ପ୍ରାୟ ତାହା ପାସରିଲେ ମାଳିମାନ ଯେଉଁ ପୁଅକୁ ଯେମନ ସୋବନ କା ମୁଣ୍ଡେ ବେଶୀ କା ମୁଣ୍ଡେ ବୁଢା ପୁଅ ଗୋଟି ବାଳ ଝାମ୍ପୁରା ପ୍ୟାଟ ପିତାମ୍ବର ପନିତି କାଛ ପିନ୍ଧିଥାନ୍ତି ଜଙ୍ଗେ ଟୋକାଏ ବସା ତେଲ ହଳଦୀ କେବା ଜର ଜର କେଉଁ ପୁଅଟି ଧୂଳି ଧୂସର କିଏ ବା ଚାଲିନ ହେମନ୍ତ ବୋଲି ସେ କଲ୍ୟାଣ କଲା ମୁଣ୍ଡ ତ କାଟିଲି କାହୁଁ ଓଇଲା ଦେଖିନ ମନେ ସେ କଲା ରସ ଟିକି ଟକି କରି କାଟିଲି ମାଂସ ସେଇ ମନ୍ତ୍ରୀ କରି ରୂପତ ସ୍ଥାନ ମାରିବା ବେଳକୁ ଦୁତି ବାହନ ପୁଅ ମାନଙ୍କୁ କେଣେ ନେଲେ ହରି ମାୟା କୁମର ମାଉସୀ ମାରି ମନରେ କରି ବଳିଆର ବୋଇଲା ସୂଚତେ ଏକଥା ଯେତେବେଳେ ଶେଷ ହେବ ଦେଖିଲ ମାଉସୀ ମନେ କାତର ପୁଣି ତ ଆଇଲେ କୁମର ଏତେ ମାଇଲି ବୁଝନ୍ତି କାହିଁ କେଉଁ ପରେ ତ ପାରିଲି ନାହିଁ ପୁଣି ଡାକି କନ୍ଦମୂଳ ଛୁଇଁବେ ପୁଣି ସାଧବାଣୀ ପୋଏ ମିଳିଲେ ଆସି ଗୋଟିଏ ଗୋଟିଏ ସାଧବାଣୀ ବୋଲେ ଶୁଣ ମୋ ବାବୁ ମାଉସୀ କହିଲେ ଆଗେ ଚିଲ ଶିଆଳ ସେଠାରେ